ସ୍ଥିର ହୃଦୟର ରହସ୍ୟ। ଗାଲିଲି ରିଜ୍ ନାମକ ଏକ ଛୋଟ ସହରରେ ଏହା ଏକ ଶୀତଳ ରାତି ଥିଲା। ଇଥାନ ନାମକ ଜଣେ ଯୁବକ ସେହି ସମୟରେ ନିଜ ହୃଦୟକୁ ଈଶ୍ୱରଙ୍କୁ ସମର୍ପଣ କରିଥିଲେ। ସେ ବହୁତ ଉତ୍ସାହୀ ଥିଲେ, ପ୍ରତିଦିନ ସକାଳେ ପ୍ରାର୍ଥନା କରୁଥିଲେ ଏବଂ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାଇବଲ ପଢ଼ୁଥିଲେ। ସେ ପ୍ରାୟତଃ ତାଙ୍କ ସାଙ୍ଗମାନଙ୍କୁ କହୁଥିଲେ, ମୁଁ ଆଉ କେବେ ବି ମୋର ପୁରୁଣା ପଥକୁ ଫେରିବି ନାହିଁ। କିନ୍ତୁ ସପ୍ତାହ ବିତିବା ସହିତ ଜୀବନ ବ୍ୟସ୍ତ ହୋଇଗଲା, କାମ ଚାପପୂର୍ଣ୍ଣ ହେଲା ଏବଂ ଇଥାନ ପରେ ପ୍ରାର୍ଥନା କରିବି କହି ପ୍ରାର୍ଥନା ଛାଡ଼ିବାକୁ ଲାଗିଲେ। ବହୁ ଶୀଘ୍ର ପରେର ଅର୍ଥ କେବେ ନୁହେଁ ହୋଇଗଲା। ସେ ଯେଉଁ ପ୍ରଲୋଭନ ଗୁଡ଼ିକୁ ଜୟ କରିଛନ୍ତି ବୋଲି ଭାବୁଥିଲେ, ରାଗ, ଈର୍ଷା ଏବଂ ଅଧୈର୍ଯ୍ୟ, ତାହା ଧୀରେ ଧୀରେ ତାଙ୍କ ଜୀବନକୁ ଫେରିବାକୁ ଲାଗିଲା। ସେ ପ୍ରଥମେ ଏହା ଲକ୍ଷ୍ୟ କରି ନଥିଲେ, କିନ୍ତୁ ତାଙ୍କର ଶାନ୍ତି ହଜିବାକୁ ଲାଗିଲା। ଦିନେ ସନ୍ଧ୍ୟାରେ ଇଥାନଙ୍କ ପାଷ୍ଟର ଜୋଏଲ ତାଙ୍କୁ ଭେଟିବାକୁ ଆସିଲେ। ଇଥାନଙ୍କ କ୍ଳାନ୍ତ ଆଖି ଏବଂ ଅଶାନ୍ତ ହୃଦୟ ଦେଖି ସେ ଧୀରେ ପଚାରିଲେ, ଇଥାନ, ଶେଷ ଥର ପାଇଁ ତୁମେ କେବେ ପ୍ରକୃତରେ ପ୍ରାର୍ଥନା କରିଥିଲ? ଇଥାନ ଦୀର୍ଘଶ୍ୱାସ ପକାଇ କହିଲେ, ପାଷ୍ଟର, ମୋର ଏବେ ବି ବିଶ୍ୱାସ ଅଛି। ମୁଁ କେବଳ ଆଜିକାଲି ବହୁତ କ୍ଳାନ୍ତ ଅନୁଭବ କରୁଛି। ମୋ ହୃଦୟ ଭଲ କାମ କରିବାକୁ ଚାହୁଁଛି, କିନ୍ତୁ ମୁଁ ବାରମ୍ବାର ବିଫଳ ହେଉଛି। ପାଷ୍ଟର ହସିଲେ ଏବଂ କହିଲେ, ଯୀଶୁ ଥରେ ନିଜ ଶିଷ୍ୟମାନଙ୍କୁ କହିଥିଲେ, ଜାଗ୍ରତ ରୁହ ଏବଂ ପ୍ରାର୍ଥନା କର, ଯେପରି ତୁମେ ପରୀକ୍ଷାରେ ନ ପଡ଼। କାରଣ ଆତ୍ମା ପ୍ରସ୍ତୁତ ଅଛି, କିନ୍ତୁ ଶରୀର ଦୁର୍ବଳ। ସେ ଜାଣିଥିଲେ ଯେ ଆମ ହୃଦୟ ବିଶ୍ୱାସରେ ପରିପୂର୍ଣ୍ଣ ହୋଇପାରେ, ତଥାପି ଆମର ଶରୀର ଓ ମନ ଆମକୁ ବିଫଳ କରିପାରେ। ସେଥିପାଇଁ ପ୍ରାର୍ଥନା ଶକ୍ତିଶାଳୀମାନଙ୍କ ପାଇଁ ନୁହେଁ, ଏହା ସେମାନଙ୍କ ପାଇଁ ଯେଉଁମାନେ ଜାଣନ୍ତି ଯେ ସେମାନେ ଦୁର୍ବଳ। ସେହି ରାତିରେ ଇଥାନ ପୁଣି ଥରେ ନିଜ ଶଯ୍ୟା ପାଖରେ ଆଣ୍ଠୁ ମାଡ଼ି ବସିଲେ ଏବଂ ଧୀରେ ଧୀରେ ପ୍ରାର୍ଥନା କଲେ, ପ୍ରଭୁ, ମୁଁ କ୍ଳାନ୍ତ ଅନୁଭବ କରୁଥିବା ସମୟରେ ମଧ୍ୟ ମୋତେ ତୁମର ଇଚ୍ଛା ପ୍ରତି ଜାଗ୍ରତ ରଖ। ଯେଉଁଠାରେ ମୁଁ ଦୁର୍ବଳ, ସେଠାରେ ମୋତେ ଶକ୍ତି ଦିଅ। ସମୟ ଅତିବାହିତ ହେବା ସହିତ ତାଙ୍କ ହୃଦୟ ପୁଣି ସ୍ଥିର ହେଲା। ସେ ସିଦ୍ଧ ହୋଇଗଲେ ନାହିଁ, କିନ୍ତୁ ସେ ସେହି ରହସ୍ୟ ଶିଖିଗଲେ ଯେ କେବଳ ଶକ୍ତିଶାଳୀ ଅନୁଭବ କରିବା ସମୟରେ ନୁହେଁ, ବରଂ ବିଶେଷ କରି ଦୁର୍ବଳ ଅନୁଭବ କରିବା ସମୟରେ ପ୍ରାର୍ଥନା କରିବା ଉଚିତ। ଶିକ୍ଷା, ତୁମେ ପଡ଼ିଗଲେ ବିଶ୍ୱାସ ହାରେ ନାହିଁ, ବରଂ ପ୍ରାର୍ଥନା ବନ୍ଦ କରିଦେଲେ ଏହା ମ୍ଳାନ ହୋଇଯାଏ। ଆତ୍ମାରେ ଜାଗ୍ରତ ରୁହ, ପ୍ରତିଦିନ ଜାଗ୍ରତ ହୋଇ ପ୍ରାର୍ଥନା କର। କାରଣ ହୃଦୟ ପ୍ରସ୍ତୁତ ହୋଇପାରେ, କିନ୍ତୁ କେବଳ ଈଶ୍ୱରଙ୍କ ଶକ୍ତି ହିଁ ଆମକୁ ଦୃଢ଼ ଭାବରେ ଛିଡ଼ା ହେବାରେ ସାହାଯ୍ୟ କରିପାରିବ। ପରୀକ୍ଷାରେ ଯେପରି ନ ପଡ଼, ଏଥିପାଇଁ ଜାଗି ରହି ପ୍ରାର୍ଥନା କର। ଆତ୍ମା ଇଚ୍ଛୁକ ସତ୍ୟ, ମାତ୍ର ଶରୀର ଦୁର୍ବଳ। ମାଥିୟୁ 26 ଅଧ୍ୟାୟ 41 ପଦ।